नमस्कार मैडम कृषि जागरण ओडिया पेज को आपन को स्वागत करुछि। आपन को परिचयटा आम सहित जोड़ी अन्य चाषी मानक प्रथमे आपन को परिचयटा देबे। ମୁଁ ପ୍ରିୟଦର୍ଶିନୀ ଷଡଙ୍ଗୀ। ଆମର आज्ञा ଛତୁ चाଷ धान चाଷ हुए। आज्ञा नॉर्मल धान चाष कर ଆଜ୍ଞା। मैडम मु आपन पाखु जानिया को चाहिबी छतु चाष ऊपर खास करी जेहेतु आपन छतु चाषटा को ही बहुत बड़ आकार रे करूछंती। तो मैडम आपन छतु चाष केबेठु केते वर्ष होलानी आपन छतु चाष करूछंती? 10 ବର୍ଷ ହେଇଗଲାଣି। छतु आपन को छतु चाष करूछंती मैडम? ପାଳ ଛତୁ ହୁଏ, ଧିଙ୍ଗିରି ଛତୁ ହୁଏ। आज्ञा पाଳ छतुटा को समय रे करूछंती? ଖରା ଦିନେ, आज्ञा ବର୍ଷା ଦିନେ, आज्ञा ପ୍ରାୟ ଖରା ଦିନ ଥିଲା। आज्ञा ଶୀତ ଦିନେ ଟେମ୍ପରେଚର ଯେହେତୁ କମ ଥାଏ, ପାଳ ଛତୁ ହେଇପାରେନି। ଧିଙ୍ଗିରି ଚାଷ ଟା ଭଲ ହୁଏ ଆଉ। केमती ଶୀତ करନ୍ତି धिंगिरी धिंगिरी चाषटा तार बिहन ହେଲା କେमती ଆପଣ କେमती आरंभ करନ୍ତି धिंगिरी ଚାଷଟା? ନଡା ଛୋଟ ଛୋଟ କଟା ହୁଏ। ତାପରେ ବତରା ହେଇକି ଖରା ବର୍ଷା ମାନେ ସବୁ ଦେଇକି ରଖା ହୁଏ ଆଉ। ଅଳ୍ପ ଟିକେ ରୁହେ, କଣ କହିଲି, ଅନ୍ଧାରୁଆ ରୁହେ ବହୁତ। ତ ଆପଣ ଯୋଉ ଛତୁ ପାଇଁ ବିହନ ବ୍ୟବହାର କରୁଛନ୍ତି ସେଟା ଆପଣ ନିଜେ ପ୍ରସ୍ତୁତ କରୁଛନ୍ତି ନା ବାହାର ବଜାରରୁ କିଣି ଆଣିକି ଚାଷ କରୁଛନ୍ତି? ମାର୍କେଟ ଅଣା ହଉଛି। ସାଧାରଣତଃ ଛତୁ ଚାଷ ପାଇଁ ତାପମାତ୍ରା କେତେ ରହିବା ଦରକାର? 25 ରୁ କମ ରହିବ। ଆଜ୍ଞା ମାନେ ଖାସ ଡିଙ୍ଗିରି ଛତୁ ପାଇଁ। ଆଜ୍ଞା ଛତୁ ନିକଟରେ ମାନେ ମୁଁ ଯାଇଥିଲି କିଛିଟା ଜିଲ୍ଲା ଭିଜିଟ କରିଥିଲି ସେଠି ସାଧାରଣତଃ ଖରା ଦିନରେ ଯୋଉ ଛତୁ ଚାଷ ହଉଛି ସେଠି ଜଳସେଚନର ମାନେ ସେମାନେ ଜଳ ବି ସିଞ୍ଚନ କରୁଛନ୍ତି ଛତୁ ଉପରେ। ତ ଆପଣଙ୍କର ଫାର୍ମ ରେ ସେମିତି କିଛି ବ୍ୟବସ୍ଥା ଅଛି କି? ହଁ ହୁଏ। ତ ଜଳ ଯୋଉ ଦଉଛନ୍ତି ଆପଣ ଛତୁ ଚାଷରେ କେମିତି କଣ ଦିଆ ହଉଛି? ସ୍ପ୍ରିଙ୍କଲର ଲାଗିଛି। ଆଜ୍ଞା କେତେ କଣ ଦିଆ ହଉଛି ଜଳ? ଯେମିତି ଯେତିକି ଦରକାର ସେତିକି, ସେମିତି କିଛି ନାଇଁ ଯେ ଯେତିକି ଦରକାର ଆଉ। ଆଜ୍ଞା ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ କୌଣସି ସହାୟତା ଅଛି କି ଆପଣଙ୍କୁ? ସେଇଟା ଆମେ ଦେଖା କରିଥିଲୁ, କିନ୍ତୁ ଏମିତି କିଛି ବେଳେ ବେଳେ ମିଳେ, ନହେଲେ ଏମିତି ଯେତେବେଳେ ଦରକାର, ନହେଲେ ନାହିଁ, ସେମିତି କିଛି ମିଳିନି ଆଜି ପର୍ଯ୍ୟନ୍ତ। ଆଜ୍ଞା ମ୍ୟାଡାମ ମତେ ଛତୁ ଆପଣ ଯୋଉ ଛତୁ ଚାଷ କଲା ପରେ ଯୋଉ ଉତ୍ପାଦିତ ଛତୁ ବାହାରୁଛି ତାର ବଜାର ଟା ଆପଣ କଣ କେମିତି ନିକଟ ମାର୍କେଟରେ ବିକ୍ରି କରୁଛନ୍ତି ଅଦରୱାଇଜ ତାକୁ ପ୍ୟାକେଟ କରିକି ଅଲଗା କୋଉଠି ଆପଣଙ୍କ ପ୍ରୋସେସ ଆମର ରହିଛି? ବେପାରୀ ନେଇଯାଉଛନ୍ତି ଅନୁଗୁଳ। କିଲୋ କେତେ ହିସାବରେ ଆପଣ ବିକ୍ରି କରୁଛନ୍ତି ଛତୁ? ଯେମିତି ମାର୍କେଟ 60 ରୁ 80 ତ ଏବେ ରହିଛି, ମାର୍କେଟ ରେଟ ଦେଖିକି ଆଉ। ମ୍ୟାଡାମ ମତେ ଛତୁ ଚାଷ ଯେହେତୁ ଆପଣ ଛତୁ ଚାଷ କରୁଛନ୍ତି ସେଥିରେ ଆପଣ ପ୍ରଫିଟେବଲ ଫାର୍ମର ବି ଜଣେ ଛତୁ ଚାଷରେ। ତ ମତେ ଛତୁ ଚାଷର ମତେ ଟିକେ କହିବେ କେମିତି ଆରମ୍ଭ ଜଣେ ଯଦି ଚାହୁଁଛି ଛତୁ ଚାଷ କରିବା ପାଇଁ? ସାଧାରଣତଃ ଏଇଟା ଗୋଟେ ପ୍ରଫିଟେବଲ ଫାର୍ମିଂ। ଓଡିଶାରେ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଜିଲ୍ଲାରେ ଏବେ ମହିଳା ମାନେ ବି ଛତୁ ଚାଷ କରିକି ପ୍ରଫିଟ କମାଉଛନ୍ତି। ତ ମୁଁ ସେଇଟା ଆଜ୍ଞା। ଜାଣିବାକୁ ଚାହିଁବି ଯେ ଛତୁ ଚାଷଟା କେମିତି ଆରମ୍ଭ କରିବ ଯଦି ଜଣେ ଚାହୁଁଛି ଛତୁ ଚାଷ କରିବା ପାଇଁ ତାର ଆରମ୍ଭ ପ୍ରଣାଳୀ କେମିତି ରହିବ? ସ୍ୱଳ୍ପ କମ ପଇସାରେ ବି ହେଇପାରିବ ସେ ଚାଷ। ଯେତିକି କରିପାରିବେ ସେତିକି ବଢିବ। ଅଳ୍ପ 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 କିଛି କରିହବ ନା। ଛତୁ ଚାଷ ପାଇଁ ଯୋଉ ୟୁନିଟ ଆପଣ ପ୍ରସ୍ତୁତ କରୁଛନ୍ତି ସେ ୟୁନିଟ ଟା କେମିତି ପ୍ରସ୍ତୁତ ହଉଛି? ତା ପାଇଁ କଣ କଣ ସାଧାରଣତଃ ଭାବରେ ଆବଶ୍ୟକ? ସାଧାରଣ ଘରେ ବି କରିହବ ମା। ନା ମୋର ପ୍ରଶ୍ନ ହେଲା ଯୋଉ ଛତୁ ଚାଷ ୟୁନିଟ ପ୍ରସ୍ତୁତ କରୁଛନ୍ତି ଘର ଭିତରେ ବି ଯେତେବେଳେ ଆମେ ଛତୁ ଚାଷ ମାନେ କରିବା ପାଇଁ ଚାହୁଁଛୁ ଗୋଟେ ୟୁନିଟ ଟେ ପ୍ରସ୍ତୁତ କରାଯାଏ। ବେଡ ସିଷ୍ଟମ ରଖାଯାଏ। ବେଡ ରେ ଆଜ୍ଞା। ତାପରେ ନଡା ଦେଇକି ଯେମିତି ତାର ପ୍ରୋସେସ ରହିଛି କରାଯାଏ ବଟ ସେ ୟୁନିଟ ଟା କେମିତି ପ୍ରସ୍ତୁତ ସେମିତି ହୁଏ? ମ୍ୟାମ ନାହିଁ, ତଳେ ବି ଚାହିଁଲେ ଆପଣ କରିପାରିବେ, ବେଡ ଚାହିଁଲେ କରିପାରିବେ, ଆଜ୍ଞା ବାହାରେ ବି ମତେ କରିପାରିବେ, ମାନେ ଘରେ ବି ଆକୁରେଟ ନାହିଁ, ବାହାରେ ବି କରିପାରିବେ ଆପଣ। ସାର୍ ନମସ୍କାର କୃଷି ଜାଗରଣ ଓଡିଆ ପେଜ କୁ ଆପଣଙ୍କୁ ସ୍ଵାଗତ କରୁଛି। ସାର୍ ଆପଣଙ୍କ ପାଖକୁ ନମସ୍କାର। ଛତୁ ଚାଷ ଉପରେ କିଛି ଜାଣିବାକୁ ଚାହୁଁଥିଲି। ସାର୍ ଛତୁ ଚାଷ ଶୀତ ଦିନରେ ଆଜ୍ଞା ପ୍ରଥମ କରି ଛତୁ ଚାଷ ଗୋଟେ ପ୍ରଫିଟେବଲ ଫାର୍ମିଂ ସାର୍। ମତେ ଛତୁ ଚାଷ ବିଷୟରେ ଜାଣିବାର ଅଛି ଆଜ୍ଞା। ଗୋଟେ ବର୍ଷ ଭିତରେ ସାର୍ ଋତୁ ଅନୁସାରେ ଆମେ କେମିତି କୋଉ କୋଉ ଛତୁ ଚାଷ କରିପାରିବା? ଆମର ଓଡିଶାରେ ମୁଖ୍ୟତଃ ଖରା ଆଉ ବର୍ଷା ଦିନରେ ଆଜ୍ଞା ପାଳ ଛତୁ ଚାଷ ହୁଏ, ଆଉ ଶୀତ ଦିନରେ ଧିଙ୍ଗିରି ଛତୁ ଚାଷ ହୁଏ। ସାର୍ ଖାସ ଯୋଉ ଶୀତ ଦିନରେ ଧିଙ୍ଗିରି ଚାଷ ଧିଙ୍ଗିରି ଛତୁ ଚାଷ ସେଇଟା ବହୁତ ପ୍ରଫିଟ ଦିଏ ଶୀତ ଦିନରେ ଖାସ କରିକି ବହୁତ ପ୍ରଫିଟ ଦିଏ ସେଇ ଚାଷଟା। ତ କେମିତି କଣ ଆଜ୍ଞା। ହଉଛି ସାର୍ ଧିଙ୍ଗିରି ଛତୁ ଚାଷ ଟା? ସିଏ ଆମେ ତ ଯୋଉ ନଡା ବଳି ଥାଏ ଇଆରୁ ଡ୍ରେସିଂ କରୁ ପାଳ ଛତୁକୁ, ତାକୁ ସାଇତିକି ରଖୁ, ତେଣୁ ସେ ମ୍ୟାଟେରିଆଲ ଖର୍ଚ୍ଚ ଟିକେ କମ ହେଇଯାଏ। ଆଉ ସେଠିରେ ଗୁଣ୍ଡ ଅଲଗା କିଛି ସେ ଗୁଣ୍ଡ ଦରକାର କେବଳ କଲଚର ଦେଇକି ଚାଷ କରାଯାଏ। ଆଜ୍ଞା ତେଣୁ ପ୍ରଫିଟ ରହେ, ଆଉ ତାକୁ 3 ଥର 4 ଥର ସେ ଛତୁ ସେଥିରୁ ବାହାରେ ଆଜ୍ଞା। ଗୋଟେ ବେଡ ରୁ, ତେଣୁ ଟିକେ ପ୍ରଫିଟ ରହେ ଆଉ। ଛତୁ ଚାଷ ପାଇଁ ୟୁନିଟ
ପ୍ରସ୍ତୁତ କରାଯାଏ ତା ପାଇଁ ବେଡ୍ ପ୍ରସ୍ତୁତ ହୁଏ। ମତେ ପ୍ରଥମ କରି କହିବେ ସାର୍ ଛତୁର ୟୁନିଟ ଟା କେମିତି ପ୍ରସ୍ତୁତ କରାଯାଏ? ଛତୁ ଯେକୌଣସି ଛପର ଘରେ କିମ୍ବା ବାହାରେ ବି କରାଯାଇ ପାରିବ, ଯୋଉଠି ଆଜ୍ଞା ଡାଇରେକ୍ଟ ସନଲାଇଟ ପଡୁନଥିବ କିମ୍ବା ବର୍ଷା ପାଣି ପଡୁନଥିବ ସେଇଭଳିଆ ଆଜ୍ଞା। ଜାଗାରେ କରି ଆମେ ତାକୁ ଯେତିକି ଦରକାର ଲାଇଟ୍ ଦବା, ଯେତିକି ଦରକାର ପାଣି ଦବା, ତେଣୁ ସେଇଭଳିଆ ଟିକେ ଜାଗା ବାଛିବାକୁ ପଡେ। ଛତୁ ଚାଷର ଖାସ ଜିନିଷଟା ହଉଛି ତାପମାତ୍ରା ମେଣ୍ଟେନ ହେଇକି ରହିବା ଦରକାର, ନହେଲେ ଛତୁ ଚାଷଟା ହବନି। ଆଜ୍ଞା ତ କେତେ ଆଜ୍ଞା। ତାପମାତ୍ରା ରହିବା ଦରକାର ଛତୁ ଚାଷ ଯୋଉ ରୁମ ରେ ହଉଥିବ ସାର୍? ଧିଙ୍ଗିରି ଛତୁ ତ ଥଣ୍ଡା ଦରକାର, 20-25 ଡିଗ୍ରୀ ଟେମ୍ପରେଚର କମ ରହିଲେ ସେ ଠିକ ଚାଷ ହେଇପାରେ, ପ୍ରଡକ୍ସନ ଭଲ ବାହାରେ। ଆଜ୍ଞା। ଛତୁ ଚାଷର ଯୋଉ ବିହନଟା ସାର୍ ଆପଣ ଆଜ୍ଞା। କେମିତି କଣ ପ୍ରସ୍ତୁତ କରୁଛନ୍ତି? ନାଇଁ ଆମେ ତାକୁ ପ୍ରସ୍ତୁତ କରୁନି, ସମୟ ହୁଏନି। ତାକୁ ସେ ଛତୁ ବିହନ କିଛି ବନାନ୍ତି ୟୁନିଟ, ଆମେ ତାଙ୍କ ସହିତ କଣ୍ଟାକ୍ଟ କରିକି କିଣିକି ଆଣୁ। ଆଜ୍ଞା ସାର୍, ଛତୁ ଚାଷ ପାଇଁ ଆପଣ ଯଦି ଜଣେ ଚାହୁଁଛି ଚାଷୀ ଛତୁ ଚାଷ କରିବା ପାଇଁ ତାର ପ୍ରୋସେସ କଣ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ କେମିତି ଛତୁ ଚାଷ ଟା କରିପାରିବ? ଛତୁ ଚାଷ ତ ଯେତେ କମ ପଇସା ଇନଭେଷ୍ଟମେଣ୍ଟ ରେ ବି ଆରମ୍ଭ କରାଯାଇ ପାରିବ, ବହୁତ ଆଜ୍ଞା କମ ପଇସା ଇନଭେଷ୍ଟମେଣ୍ଟ ରେ। ଆଜ୍ଞା ଆଉ ମୁଖ୍ୟତଃ ତା ପାଇଁ ନଡା କୁଟା ୟାକୁ ସଂଗ୍ରହ କରି ରଖିବାକୁ ପଡିବ। ବାକି ତ ସେତିକିରେ ଷ୍ଟାର୍ଟ କରାଯାଇ ପାରିବ। କିଛି ଯୋଉ ମାନେ ଛତୁ ମଞ୍ଜି ତିଆରି କରୁଛନ୍ତି ତାଙ୍କ ପାଖରୁ କିଣିଲା ପରେ ଆପଣ କରିପାରିବେ, ବହୁତ କମ ଖର୍ଚ୍ଚରେ ବି ଆରମ୍ଭ କରାଯାଇ ପାରିବ। ଆଜ୍ଞା ସାର୍। ସାର୍ ଛତୁ ବିହନ ଜଣେ ନେଇ ଆସିଲା, ସେ ଯୋଉ ବେଡ୍ ଆଜ୍ଞା ପ୍ରସ୍ତୁତ କରିଥିବ ଛତୁ ବିହନ ଟା ବି ସେଠି ପକେଇବାକୁ ପଡେ, ତାକୁ ଭଲ ଭାବରେ ଆଜ୍ଞା। ଚାଷ ପାଇଁ ତାର ପ୍ରୋସେସ ଅଛି ସାର୍। ମତେ ସେ ନଡାରୁ ଆରମ୍ଭ କରିକି ଛତୁ ଉତ୍ପାଦନ ହବା ପର୍ଯ୍ୟନ୍ତର ପ୍ରୋସେସ ଟା କଣ ରହିଛି ଟିକେ କୁହନ୍ତୁ? ନଡାକୁ ଡ୍ରେସିଂ କରିକି ତାର ପ୍ରପର ସାଇଜ ବନାଯାଏ। ଆଜ୍ଞା ତାପରେ ତାକୁ ପାଣିରେ ବତୁରେଇକି ତାର ଭିତରେ ଯେତିକି ଆର୍ଦ୍ରତା ରଖିବା କଥା ତାକୁ ବନାଯାଏ। ତାକୁ ଆଜ୍ଞା ଛାଣିକି ପାଣି ଏକ୍ସଟ୍ରା ପାଣି କାଢି ମାନେ ନିଗିଡି ଗଲା ପରେ ଯେତିକି ଆର୍ଦ୍ରତା ଦରକାର ସେତିକି ରଖିଲା ପରେ ତାକୁ ସଜେଇକି ତାପରେ ସ୍ପନିଂ କରାଯାଏ। ସ୍ପନ ଆମର ଯୋଉ ଅଛି ଛତୁ ମଞ୍ଜି ତାକୁ ଦେଇକି ବନାଯାଏ। ତାପରେ ତାକୁ ଘୋଡେଇ କେତେ ଟେମ୍ପରେଚର ଦରକାର, କେତେ ହ୍ୟୁମିଡ ଦରକାର, ସେଇ ଭଳିଆ କଣ୍ଡିସନରେ ରଖିଲା ପରେ ସେ ସେଇ ଗ୍ରୋଥ ହେଇକି ଭେଜିଟେଟିଭ ଷ୍ଟେଜକୁ ଆସେ। ଆଜ୍ଞା ସାର୍। ବହୁତ ବହୁତ ଧନ୍ୟବାଦ ସାର୍, ଆପଣ ଆମକୁ ସମୟ ଦେଲେ ସାର୍। କୃଷି ଜାଗରଣ ଓଡିଆ ପେଜରେ ଲାଇଭରେ ଆପଣ ସାମିଲ ହେଲେ, ବହୁତ ବହୁତ ଧନ୍ୟବାଦ ସେଥିପାଇଁ। ଧନ୍ୟବାଦ।